ହିନ୍ଦୁ ପରମ୍ପରାରେ ତୁଳସୀ ଗଛର ଏକ ମହତ୍ତ୍ୱ ସ୍ଥାନ ରହିଛି। ତୁଳସୀ ପୂଜା କରିବା ଏବଂ ଦୀପ ଜାଳିବା ଶୁଭ। ତୁଳସୀ ଗଛ ମୂଳ ପାଖରେ ମୁଦ୍ରା ରଖିବା ଦ୍ୱାରା ଧନ ପ୍ରାପ୍ତି ହୁଏ ଏବଂ ଦୁଷ୍ଟ ଦୂର ହୁଏ ବୋଲି ବିଶ୍ୱାସ କରାଯାଏ। ହିନ୍ଦୁ ପରମ୍ପରାରେ ତୁଳସୀ ଗଛର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଘରେ ତୁଳସୀ ଗଛ ରଖିବା ଦ୍ୱାରା ସୌଭାଗ୍ୟ ଆଣିଥାଏ ବୋଲି ବଡ଼ ଲୋକମାନେ କୁହନ୍ତି। ଏହା କେବଳ ଏକ ଗଛ ନୁହେଁ, ବରଂ ଦେବୀ ଲକ୍ଷ୍ମୀଙ୍କ ଅବତାର ଭାବରେ ପୂଜା କରାଯାଏ। ତୁଳସୀକୁ ଭଗବାନ ବିଷ୍ଣୁଙ୍କର ସବୁଠାରୁ ପ୍ରିୟ ବୋଲି ବିବେଚନା କରାଯାଏ। ସେଥିପାଇଁ ପ୍ରତିଦିନ ତୁଳସୀ ପୂଜା କରିବା ଏବଂ ଏଥିରେ ଦୀପ ଜାଳିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ତୁଳସୀ ଗଛ ସହିତ ଜଡ଼ିତ କିଛି ସ୍ୱତନ୍ତ୍ର ରୀତିନୀତି ମଧ୍ୟ ଅଛି। ସେଥିମଧ୍ୟରୁ ଗୋଟିଏ ହେଉଛି ଗଛ ଲଗାଇବା ସମୟରେ ଏହାର ମୂଳ ପାଖରେ ମାଟିରେ 1 ଟଙ୍କା ମୁଦ୍ରା କିମ୍ବା ରୂପା କିମ୍ବା ତମ୍ବା ମୁଦି ପୋତି ଦେବା। ଯଦିଓ ଏହାର ନିରର୍ଥକ ମନେ ହୁଏ, ମୁଁ ବିଶ୍ୱାସ କରେ ଯେ ବୈଜ୍ଞାନିକ ଏବଂ ଆଧ୍ୟାତ୍ମିକ ଭାବରେ ମହାନ ଫଳାଫଳ ଆଣିବ। ତୁଳସୀ ଗଛରେ ଟଙ୍କା ବିନ୍ଦୁ ରଖିବା ଦ୍ୱାରା ଘରେ ଧନ ସମ୍ପତ୍ତି ସୁନିଶ୍ଚିତ ହୁଏ ଏବଂ ଦେବୀ ଲକ୍ଷ୍ମୀଙ୍କ କୃପା ଲାଭ ହୁଏ ବୋଲି ବୁଦ୍ଧମାନେ କୁହନ୍ତି। ଏହା କେବଳ ଆର୍ଥିକ ଲାଭ ପାଇଁ ଉପଯୋଗୀ ନୁହେଁ, ବରଂ ଶନି, ରାହୁ ଏବଂ କେତୁ ଭଳି ଗ୍ରହର କୁପ୍ରଭାବ ଦୂର କରିବା ପାଇଁ ମଧ୍ୟ ଉପଯୋଗୀ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଏକ ପ୍ରତିକାର ଭାବରେ କୁହାଯାଏ ଯେ ଶନି, ରାହୁ ଏବଂ କେତୁଙ୍କ ପ୍ରଭାବରେ ପୀଡ଼ିତ ଲୋକମାନେ ତୁଳସୀ ଗଛ ପାଖରେ 1 ମୁଦ୍ରା ପୋତି ଦିଅନ୍ତି ଏବଂ ପ୍ରତିଦିନ ଦୀପ ଜାଳି ପୂଜା କରନ୍ତି, ତେବେ ସେହି ଦୋଷ ଗୁଡ଼ିକ ପ୍ରଭାବ ହ୍ରାସ ପାଇବ। ଏହା ବାସ୍ତୁ ଦୋଷ ରୋକିବା ପାଇଁ ମଧ୍ୟ ବିଶେଷ ଉପଯୋଗୀ। ଘରେ ତୁଳସୀ ଗଛକୁ ଉପଯୁକ୍ତ ଉପାୟରେ ଚାଷ କରି ଏହାର ମୂଳ ପାଖରେ 1 ମୁଦ୍ରା ରଖିବା ଦ୍ୱାରା ଘରେ ବାସ୍ତୁ ଦୋଷ ଦୂର ହୁଏ। ବିଶେଷଜ୍ଞ ମତମାନେ ବିଶ୍ୱାସ କରନ୍ତି ଏହା ପିତୃଦୋଷରୁ ରୋକିବା ପାଇଁ ଏକ ସମାଧାନ ବୋଲି ମଧ୍ୟ କୁହାଯାଏ। ଏହା ବିଶ୍ୱାସ କରାଯାଏ ଯେ ଯଦି ପୂର୍ବପୁରୁଷଙ୍କ ଆତ୍ମାକୁ ସନ୍ତୁଷ୍ଟ କରାଯାଏ ତେବେ ଘରେ ସମସ୍ୟା ସୃଷ୍ଟି ହୁଏ। ଏପରି ପରିସ୍ଥିତି ବୟସ୍କ ଲୋକମାନେ କୁହନ୍ତି ଯେ ତୁଳସୀ ଗଛ ମୂଳରେ 1 ମୁଦ୍ରା ରଖି ପୂଜା କରିବା ଦ୍ୱାରା ଆତ୍ମାମାନେ ଶାନ୍ତ ହୋଇ ପରିବାର ପାଇଁ ଆଶୀର୍ବାଦ ଆଣିବେ। ଏହି କ୍ଷତି ପୂରଣ ପାଇଁ କିଛି ସତର୍କତା ଆବଶ୍ୟକ। ପ୍ରଥମେ ସକାଳ ସ୍ନାନ କର ଏବଂ ଶୁଦ୍ଧ ପୋଷାକ ପିନ୍ଧ। ସାଧାରଣତଃ ଗୁରୁବାର କିମ୍ବା ଶୁକ୍ରବାର ଦିନ ଏହା କରିବା ଭଲ। ମୁଦ୍ରାକୁ ମାଟିରେ ପୋତି ଦିଅନ୍ତୁ। ତୁଳସୀ ଗଛକୁ ନିୟମିତ ଭାବେ ପାଣି ଦିଅନ୍ତୁ ଏବଂ ଦୀପ ଜାଳି ପୂଜା କରନ୍ତୁ। ନଡ଼ିଆ ଗୁଣ୍ଡ କିମ୍ବା ଘିଅ ସହିତ ଦୀପ ଜାଳିବା ଶୁଦ୍ଧି। ତୁଳସୀକୁ ଅତ୍ୟନ୍ତ ଭକ୍ତି ଏବଂ ମାନସିକ ଭକ୍ତିର ସହିତ ପାଳନ କରିବା ଉଚିତ। ଯଦି ତୁମେ ତୁଳସୀକୁ ପ୍ରେମ ସହିତ ବ୍ୟବହାର କର, ତେବେ ଏହାର ଶକ୍ତି ଘରର ସମସ୍ତଙ୍କ ପାଇଁ ଆଶୀର୍ବାଦ ପରି କାମ କରିବ। ଆର୍ଥିକ ସମସ୍ୟା କମିବ, ଘରେ ଶାନ୍ତି ପ୍ରତିଷ୍ଠା ହେବ ଏବଂ ଭଲ ଶକ୍ତି ବ୍ୟାପିବ। ତେଣୁ ଯଦି ତୁଳସୀ ଗଛକୁ ପୂଜା କରିବା କେବଳ ଏକ ପୂଜାବିଧି ନୁହେଁ, ବରଂ ଜୀବନଶୈଳୀର ଏକ ଅଂଶ ହୋଇଥାଏ, ତେବେ ଜୀବନରେ ସକାରାତ୍ମକ ପରିବର୍ତ୍ତନ ନିଶ୍ଚିତ ଭାବରେ ଦେଖାଯିବ। କେବଳ ସେତିକି ନୁହେଁ, ଆୟୁର୍ବେଦିକ ତୁଳସୀ ଗଛର ଅନେକ ଔଷଧୀୟ ଗୁଣ ରହିଛି।